ପଞ୍ଚମ ସ୍କନ୍ଧ ଷଡ଼ବିଂଶ ଅଧ୍ୟାୟ ପରୀକ୍ଷିତ ଉବାଚ। ବିଚିତ୍ର ଗତି ଲୋକଙ୍କର ତୁମ୍ଭେ କହିଲ ମୁନିବର, ଏକଥା ସଂଶୟ ମୋ ମନେ ଏବେ କହିବା ବିଦ୍ୟମାନେ। କବଚ ତ୍ରିଗୁଣେ ପବିତ୍ର ହୁଅଇ କେବେ କେହି ନ ଭଜଇ, ଏ ଅନନ୍ତରେ ଏବେ ଶୁଣ ନିଷିଦ୍ଧ ଅଧର୍ମ ଲକ୍ଷଣ। ଅଧର୍ମ ଧର୍ମ ବେନିମତ, ଶ୍ରଦ୍ଧା ଅଶ୍ରଦ୍ଧା ଯେ ବିଦିତ, ସମାନ କର୍ମ ଫଳ ମାନ କାହାର ନୁହେଁ ଭୋରାଜନ। ଯେତେ ଅବିଦ୍ୟା କାମ୍ୟ କର୍ମ ଏହି ଲକ୍ଷଣ ଅନୁମାନ, ଚରଣେ ଦେଇ ମତ ପ୍ରକୃତ ହୁଏ ପରୀକ୍ଷିତ। ଏହାର ଗତି ଓ ମୋରେ ବିସ୍ତାରୀ ବର୍ଣ୍ଣିବି ଆଗରେ। ପରୀକ୍ଷିତ ଉବାଚ। ଭୂମୁନି ତ୍ରୈଲୋକ୍ୟ ବାରେ ନରକ କିବା ଅନ୍ତରାଳେ, କିଏ ବା ଭୁବନ ମଧ୍ୟରେ କହିବା ତା ସାବଧାନରେ। କବଚ ତ୍ରିଜଗତର ଅନ୍ତରାଳ ଦକ୍ଷିଣ ଦିଗ ମହିପାଳ, ଅର୍ଦ୍ଧ ଦେଶ ଭୂମି ଉପରେ ଅଗ୍ନି ସମ୍ଭାର ସେ ଉଦରେ। ସକଳ ପିତୃଗଣ ଯେତେ ସ୍ୱଗୋତ୍ର କଲ୍ୟାଣ ନିମନ୍ତେ, ଯହିଁ ବସନ୍ତି ହେ ରାଜନ ଯହୁଁ ଅନ୍ତର ଭଗବାନ। ତେ ଜୀବକୁ ଯହିଁ ନିୟନ୍ତି ଯମର ପୁରେ ଦଣ୍ଡ ଦିଅନ୍ତି, ଦୋଷ ଯେ କର୍ମ ଅନୁସାରେ ଯେ ପ୍ରାଣୀ ଯେ କର୍ମ ଆଚରେ। ଭଗବାନ ଆଜ୍ଞା ଲଙ୍ଘନ କହିବି ଶୁଣ ହେ ରାଜନ, ତାହାକୁ ଚାହିଁ ଦଣ୍ଡ ଧର ଶାସ୍ତି ଯେ ଦିଅ ଅପାର। ବସନ୍ତି ଯେ ଯାହା ବ୍ୟବହାରେ ନରକ ଅଛନ୍ତି ତହିଁରେ, ଏହା ରୂପ ନାମ ଲକ୍ଷଣ କହିବା ଶୁଣ ହେ ରାଜନ। ଅନ୍ଧକୂପ ସେ ଅସିପତ୍ର ଶୁକର ମୁଖ କାଳସ୍ମିତ, ରୌରବ ଯେ ମହାନରକ ଅର୍ଦ୍ଧ ତାମ୍ରିଶ୍ର କୁମ୍ଭୀପାକ। ତାମିଶ୍ର ସେ କୁର୍ମୀ ଭୋଜନ ଛନ୍ଦସ ତପ୍ତ ସୁର୍ମୀ ନାମ, ବଜ୍ରକଣ୍ଟକ ପାନ ବୈତରଣୀ ବିଷନନ। ତାଳମଳି ଯେ ପ୍ରାଣରୋଧ ଅବିତି ଆଉ ଲାଳାଭକ୍ଷ, ନାନା ଭ୍ରମୟ ବିଭୃ ନାମ ଅପରେ ଅୟ ଯେ ପତନ। ଶୂଳ ପ୍ରତ୍ୟକ୍ଷାର କର୍ଦନ ପରରୋଧ କ୍ଷୀଣ ଭୋଜନ, ଅବଟ ନିରୋଧନ ଆର ବନ୍ଦ ଶୁକ ନାମ ଅପାରମ୍। ଶ୍ରୀମୁଖ କାର୍ଯ୍ୟ କୀର୍ତ୍ତନ ଅଷ୍ଟବିଂଶତି ଏଉ ନାମ, ଏତେ ନରକ ମହିପାଳ ବିବିଧ ଯାତନାର ଫଳମ୍। ପରର ସ୍ତ୍ରୀ ଅପତ୍ୟ ଧନ ଯେ ପ୍ରାଣୀ କରଇ ହରଣ, ସେ କାଳ ପାଶେ ବନ୍ଦୀ ହୋଇ ସତତ ନରକେ ପଡ଼ଇ। ନାନା ଯାତନା ସେ ଭୁଞ୍ଜଇ କର୍ମ ବନ୍ଧନେ ସେ ପଡ଼ଇ, କ୍ଷୁଧା ପିପାସାରେ ପୀଡ଼ିତ ହୋଇ ସେ ଦଣ୍ଡରେ ତାଡ଼ିତ। ନାନା ତର୍ଜନ ଯେ ତାହାର ଯେତେ ଯତନ ଭୟଙ୍କର, ପରମ କଷ୍ଟ ତହିଁ ପାଇ କ୍ଷଣ କ୍ଷଣ କେ ମୋହ ଯାଇ। ଅନ୍ଧ ତାମିଶ୍ର ନରକରେ ଯାତନା ଭୋଗ ପ୍ରାଣୀ କରେ, ପର ଦ୍ୱାରାରେ ପାପ କରି ଯେବେ ତାମସ ରୂପ ଧରି। ତେବେ ପଡ଼ଇ ସେ ଯେ ତହିଁ ଯାତନା ନରକ ଭୁଞ୍ଜଇ, ନଷ୍ଟ ହୁଅଇ ମତି ତାର ଦୁଷ୍ଟ ନାଶନ ନୃପବର। ମହେଣ ଗତ ଭାବ ହୋଇ ଭୃତ୍ୟ ଦ୍ରୋହକୁ ଯେ ଚିନ୍ତଇ, ଏ କୁମ୍ଭୀପାକ ହିଂସା ବହି ସେ ପ୍ରାଣୀ ରୌରବେ ପଡ଼ଇ। ଯେ ଜୀବ ହିଂସନ୍ତି ସଂସାରେ ତାହାଙ୍କୁ ପରୋକ୍ଷ ଲୋକରେ, ରୌରବେ ମୃତ ଜୀବ ହୋଇ ସେଠାରେ ତାହାଙ୍କୁ ହିଂସଇ। ମହାରୌରବ ହିମତେ ଯେବା ଆତୁର ଯେ ବିଦିତେ, ତହିଁରେ ସେ ପାପୀ ପଡ଼ଇ ରୌରବ ନରକ ଭୁଞ୍ଜଇ। ଯେ ନର ପଶୁ ପକ୍ଷୀ ମାନ ପ୍ରାଣେ ବଧ କରେ ସେ ଜନ, ରକ୍ଷ ଶୁକ ରହିତ ସେଇ କୁମ୍ଭୀ ପାକରେ ଯେ ପଡ଼ଇ। ତପତ ତୈଳରେ ତାହାର ବନ୍ଧନ ହୁଅଇ ଶରୀର, କାଳ ମୂରତି ନର୍କ ମାନ ବିସ୍ତାର ଅୟୁତ ଯୋଜନ। ତାମସାୟ ତା ମାନ ତାର ଅପରେ ଥାଇ ସେ ଭାସ୍କର, ଅଧୋଭାଗରେ ଅଗ୍ନି ଥାଇ ଏମନ୍ତ ନରକ ଅଟଇ। ଯେ ନର ବ୍ରହ୍ମ ହତ୍ୟା କରେ ସେ ତହିଁ ପଡ଼ଇ ନିର୍ଭରେ, ତପତ ସୁବର୍ଣ୍ଣ ଫୁଟଇ ତହିଁ ସେ ହତ ଜ୍ଞାନ ହୋଇ। କ୍ଷଣକେ ଉଠଇ ଶୁଅଇ ବସଇ ବ୍ୟାକୁଳେ ଧାମଇ, କ୍ଷୁଧା ପିପାସା ପୀଡ଼ାମାନ ତକ୍ଷଣେ ହୁଏ ଅଚେତନ। ପଶୁର ଦେହେ ଲୋମ ଯେତେ ବର୍ଷ ତାବତ ସେଇ ମତେ, ଉଗ୍ର ଯାତନା ଭୋଗ ପାଇ ଯେ ପ୍ରାଣୀ ପଡ଼ି ଥାଇ ତହିଁ। ଯେ ନିଜ ଧର୍ମ ପଥ ଛାଡ଼ି ବେଦ ବଚନ ନିନ୍ଦେ ହୁଡ଼ି, ପାଷାଣ୍ଡ ବୋଲି ତାକୁ କହି ଅସି ପତ୍ରରେ ସେ ପୋଡ଼ଇ। ଲୌହ ମୁଦ୍ଗର ତା ଉପରେ ପ୍ରହାର କରନ୍ତି ନିର୍ଭରେ, ଯେ ରାଜ୍ୟେ ପ୍ରଜାଙ୍କୁ କିଙ୍କରେ ଅଦୋଷେ ଦଣ୍ଡ ଦିଏ ନରେ। ଅତ୍ୟନ୍ତ ପାପିଷ୍ଠଟି ସେଇ କୁକୁର ମୁଖେ ସେ ପୋଡ଼ଇ, ତହିଁ ପୋଷନ୍ତି ଯେ ନିର୍ଭରେ ନାନା ପ୍ରକାର ଶସ୍ତ୍ର ଧରେ। ଚକ୍ଷୁ ଦଣ୍ଡର ପ୍ରାୟ କରି ତାକୁ ପେଶନ୍ତି ଦଣ୍ଡଧାରୀ, ପରମ କଷ୍ଟକୁ ସେ ପାଇ କ୍ଷଣ କ୍ଷଣ କେ ମୋହ ଯାଇ। ଯେ ସଂସାରେ ନର ଦେହି ହିଂସାରେ ପ୍ରାଣୀକୁ ପୀଡ଼ଇ, ଦ୍ରବ୍ୟାଦି ହାନିରେ ଯେ ସନ ସନ୍ତାପ ହୁଅଇଟି ମନ। ଯେ ଆଶା ରଖାଇ ଭାଙ୍ଗଇ ବାୟସ ତୁଲ୍ୟ ତାକୁ କହି, ଯେ ନର୍କ କୃମିର ଭୋଜନ ନରକ ମାନକ ଅଧମ। ଶତ ସହସ୍ର ଯେ ଯୋଜନ ସେ କୁମ୍ଭୀପାକ ପରିମାଣ, ତହିଁ ପଡ଼ଇ ଯେଉଁ ନର ଉଗ୍ର ଯାତନା ଯେ ତାହାର। ଏ କୃମିକୁ ଭକ୍ଷଇ ଯେ ସନେ ତାକୁ ଭକ୍ଷନ୍ତି କୃମିମାନେ, ଯାବତ କର୍ମ କ୍ଷୟ ନୁହେଁ ତାବତ ହିଂସା ଦୂର ନୁହେଁ। ସ୍ଥାପିତ ଦ୍ରବ୍ୟ ଯେ ହରଇ ସ୍ୱଦେହ ପିଶାଚେ ପଡ଼ଇ, ଅଗମ୍ୟା ନାରୀ ଯେ ହରଇ ତପତ କୁମ୍ଭୀରେ ପଡ଼ଇ। ନାରୀଟି ଅଗମ୍ୟ ପୁରୁଷେ ଯେବେ ହରେ ରତି ଲାଳସେ, ତପତ ଲୌହ ମଦ ନାମ ତାକୁ କରାନ୍ତି ଆଲିଙ୍ଗନ।
ପୁରୁଷ ରୂପେ ନାରୀଠାରେ ପୁରୁଷ ନାରୀର ବ୍ୟବହାରେ ଆଗମ ନିଗମ ବଚନେ ନ ମାନେ ଯେ ପାଷାଣ୍ଡ ମନେ ବଜ୍ରକଣ୍ଟକ ଶାଳମଳୀରେ ଆରୋହଣ କରାନ୍ତି ତାରେ ସଭାରେ ମିଥ୍ୟା ଯେ କହନ୍ତି ଅବନା ନରକେ ପଡ଼ନ୍ତି ଯେ ସ୍ତ୍ରୀ ଶିଶୁ ପଶୁମାରେ ଡାକିନି ରୂପେ ସେ ସଞ୍ଚରେ ସେ ଯେ ବାଳକ ପଶୁମାନେ ପରସେ ଯମର ସଦନେ ରାକ୍ଷାସ ରୂପକୁ ଆଚରି ଶୁଣିତ ପିବନ୍ତି ତାହାରି ସେ ନାରୀ ପୁରୁଷଙ୍କରେ ତ ଖାଇ ହୋଇଣ ମହାମତ ନାଚନ୍ତି ଗାବନ୍ତି ହରସେ ତେସନେ ରାକ୍ଷାସ ପୁରୁଷେ ବିବିଧ ଜନ୍ତୁର ପ୍ରକାର ଯେ ନର ଗ୍ରାମ ଅଧିକାର ଶ୍ୱାସୁ ପଶୁ କୁମାରଇ ଯମ ସଦନେ ସେ ଯାଇ ପାଶରେ ତାର ବାନ୍ଧି ଦେହ କ୍ଷୁଧା ତୃଷାରେ ସେ ବିମୋହ ପୁର ନାମେ ଯମ ଗଣ ମୁଖରେ କରନ୍ତି ଦର୍ଶନ ବିବିଧ କଳମସ ଲଭଇ ଆପଣା କର୍ମ ସେବ ହୋଇ ଉଗ୍ର ସ୍ୱଭାବେ ଯେବା ନରେ ପ୍ରାଣୀର ଉଦ୍ବେଗ କୁ କରେ ଦ୍ୱନ୍ଦ୍ୱ ଶୁକର ଯେ ନରକେ ପଡ଼ନ୍ତି ଯାଇ ନର ଲୋକେ ଯେ ଅଭା ଗର୍ଭାଧିକ ଛଳେ ପ୍ରାଣୀକୁ ଥୋଇ ଅବହେଳେ ଦ୍ୱାର ରୁନ୍ଧଇ ମୂଢ଼ ନର ଏମନ୍ତ ଭୁଞ୍ଜେ ସେ ପାମର ଏ ଗର୍ତ୍ତେ ପାମରକୁ ଥୁଅନ୍ତି ନିର୍ଧୂମ ଅଗ୍ନି ଦ୍ୱାରେ ଦିଅନ୍ତି ପୂର୍ବେ ସେ ଆସି ଥାଇ ତହିଁ ଅତିଥି ରୂପରେ ଆସଇ ଗୃହର ପତି ତାକୁ ଯେବେ ଅବଲୋକଇ କ୍ରୋଧ ଭାବେ ବୃତ୍ତି କୁବାକ୍ୟ କହଇ ଅନ୍ତେ ସେ ନରକେ ପଡ଼ଇ କହଇ ଦାସ ଜଗନ୍ନାଥ ପଞ୍ଚମ ସ୍କନ୍ଧେ ଭାଗବତ ଶ୍ରୀମଦ ଭାଗବତେ ମହାପୁରାଣେ ପରମହଂସଂ ସହିତଂ वयासिक्यां पंचम स्कंदे नरक वर्णने नाम षड्विंशो अध्याय बोलानंदे कवार हरि हरि बोल।